କାଉଡ଼ିଆଙ୍କ ସେବାରେ ଓଂ ନମଃ ଶିବାୟ ସେବା ସମିତି। ତୃତୀୟ ସୋମବାର ଦିନ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ହଜାର ହଜାର କାଉଡ଼ିଆମାନଙ୍କ ସମାଗମ ହୋଇଥିଲା। ସେରେଗଡ଼ ନୀଳଗିରି ରାସ୍ତାରେ ବୋଲେବମ୍ ଶବ୍ଦର ପ୍ରକମ୍ପିତ ହୋଇପଡ଼ୁଥିଲା। ରାସ୍ତା ପୁରା ଜାମ୍ ହୋଇପଡ଼ିଥିଲା ନୀଳଗିରିରୁ ସେରଗଡ଼ ପର୍ଯ୍ୟନ୍ତ। ନୀଳଗିରି ବସ୍ଷ୍ଟାଣ୍ଡ ପରିସରରେ କାଉଡ଼ିଆମାନଙ୍କ ସମାଗମ ଦୃଷ୍ଟିରୁ ବିଭିନ୍ନ ଷ୍ଟଲ୍ ଖୋଲାଯାଇଥିଲା। ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଓଂ ନମଃ ଶିବାୟ ସେବା ସମିତି ପକ୍ଷରୁ ବିରାଟ ଷ୍ଟଲ୍ ଖୋଲାଯାଇଥିଲା। କାଉଡ଼ିଆମାନଙ୍କ ପାଇଁ ସମସ୍ତ ପ୍ରକାରର ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ସହିତ ସମିତିର ସମସ୍ତ ସଦସ୍ୟ କାଉଡ଼ିଆଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ। 25 ବର୍ଷ ଧରି ଉକ୍ତ ସମିତି ସେବା କରିଆସୁଥିବା ନେଇ ସମିତିର ସଭାପତି ଭାସ୍କର ପଣ୍ଡା, ସମ୍ପାଦକ ରାଜେନ୍ଦ୍ର ରାଉତ, ସଂଯୋଜକ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ହୋତା, ଅତୀଶ କୁମାର ମହାନ୍ତି, ସୂର୍ଯ୍ୟକାନ୍ତ ପଣ୍ଡା, ଅଜୟ କୁମାର ପରିଡ଼ା, ଦୁଲାଲ ପ୍ରସାଦ ପାଲ, ବିଶ୍ୱରଞ୍ଜନ ରାଉତ, ହେମଲତା ରାଉତ, ଆଲୋକ ମଲ୍ଲିକ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ। ମୋ ନାଁ ରାଜେନ୍ଦ୍ର ରାଉତ, ମୁଁ ଜଣେ ସମାଜସେବୀ କଳାକାର। ତା ସହିତ ଆଜି ଏ ଯେଉଁ ମହତ ଉଦ୍ଦେଶ୍ୟ ପାଇଁ ଓମ୍ ନମଃ ଶିବାୟ ସମିତି ତରଫରୁ ସମ୍ପାଦକ ଦାୟିତ୍ୱ ତୁଲାଉଛି। ଆପଣ ଏଇ ଯେଉଁ କାଉଡ଼ିଆମାନଙ୍କୁ ସେବା କରିବା ପାଇଁ ଆଜି ଆଗେଇ ଆସିଛନ୍ତି, କ'ଣ ପାଇଁ ସେଇ ଉଦ୍ଦେଶ୍ୟ ଉପରେ କହିଲେ? ନାଇଁ, ଆମେ ତ ପିଲାଟି ଦିନୁ ଶିଖି ଆସୁଛୁ ମଣିଷ ଜୀବନ ଲୋକଙ୍କ ପାଇଁ, ଲୋକଙ୍କ ସେବା ପାଇଁ। ମାଧବ ମାନେ ମଣିଷ ସେବା ମାଧବ ସେବା, ତାର ପାଇଁ ଲୋକଙ୍କୁ ସେବା ଦେବା, ଲୋକଙ୍କ ମୁହଁରେ ହସ ଫୁଟେଇବା, ଏଇଟା ଗୋଟେ ଆନନ୍ଦ ଲାଗେ, ଗୋଟେ ଉତ୍ସାହ ଜାଗ୍ରତ ହୁଏ ମଣିଷ ଭିତରେ। ନାଇଁ, କାଉଡ଼ିଆମାନଙ୍କ ପାଇଁ ଡାକ୍ତରୀ ସେବା କରୁଛନ୍ତି, ତାଙ୍କୁ ଏନକରେଜ କରୁଛନ୍ତି। ଏଇଟା ଆଜି ନୁହେଁ, ବିଗତ 24 ବର୍ଷ ଧରି ଆମେ କାର୍ଯ୍ୟକ୍ରମ କରୁଛୁ। ଆମେ ଏବେ 24 ବର୍ଷର ପଦାର୍ପଣ ଏ ବର୍ଷ କରିଛୁ। ଆସନ୍ତା ବର୍ଷ 25 ବର୍ଷ ଆହୁରି ଧୁମଧାମରେ କରିବାର ଯୋଜନା ଅଛି। ଆମେ ପାଖାପାଖି 7-8 ହଜାର କାଉଡ଼ିଆ ଭକ୍ତମାନଙ୍କ ପାଇଁ, ଭାଇ ଭଉଣୀମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଛୁ। ଆମେ ଚାହା କରିଛୁ, ବିସ୍କୁଟ କରିଛୁ, ସବୁ ରକମ ଫ୍ରୁଟ୍ସ କରିଛୁ, ଆଉ ଆପଣଙ୍କର ପୁରୀ, ଆଳୁଦମ, ଖେଚୁଡ଼ି ଆଉ ତରକାରୀ, ଏଇସବୁ ଖାଦ୍ୟ ଆମେ କରିଛୁ। କେତେ ବର୍ଷ ହେଲା କଲେ? ଏ ବର୍ଷ ଆମେ 24 ବର୍ଷରେ ପଦାର୍ପଣ କରିଛୁ। ଧନ୍ୟବାଦ। ଆଉ ଗୋଟେ ନେବା ଏଇଟା ଆଉ ଟିକେ, ହଁ ଏଇଟା ନୁଚି ଯାଉଛି ଟିକେ, ତ ମାନେ ଟିକେ କହିବେ, ମାନେ ବହୁତ ଦୂରରୁ ଆସୁଛନ୍ତି, ମେଡ଼ିକାଲ ସେବା ତାଙ୍କର ନିହାତି ଆବଶ୍ୟକ, ଆଉ ତାଙ୍କୁ ଏଭଳିଆ ସେବା ନ କଲେ ସିଏ ଏତେ ବଡ଼। ଆଜି ଆମ ରାଜେନ୍ଦ୍ର ଭାଇ ସମ୍ମାନିତ ହେଉଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।